ସକାଳଟା ଆଜି ମୋର ଷ୍ଟାର୍ଟ ହେଇଥିଲା ଗ୍ରୀନ୍ ଟିରୁ। ହାଏ ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ସକାଳରେ ସମସ୍ତଙ୍କ ପାଇଁ ବ୍ରେକଫାଷ୍ଟରେ ଥିଲା ବାନାନା ଓଟ୍ସ ଆଉ ଆପେଲ୍ ଜୁସ୍। ତ ତାପରେ ବହୁତ ସାରା ଲୁଗାପଟା ସଫା କରିଥିଲି, ଶୁଖେଇବାକୁ ପଳେଇଥିଲି। ଆଉ ଏଇଟା କେଉଁ ଆମ୍ବ ଯଦି କିଏ ଜାଣିଛନ୍ତି ମୋତେ କମେଣ୍ଟରେ ଜଣେଇବେ। ତାପରେ ମୁଁ ପଳେଇ ଆସିଲି ନିଜର ଟିକେ କେୟାର ନେବା ପାଇଁ। ଆଜିକାଲି ନିଜ ପାଇଁ ଟାଇମ୍ ବାହାର କରିବାକୁ ଜମା ବି ଟାଇମ୍ ମିଳୁନି। ତ ଆଜି ଭାବିଲି କି ମୁଁ ଆପଣଙ୍କ ସହିତ କିଛିଟା କଥା ସେୟାର କରିବି। ଆପଣମାନଙ୍କର ବହୁତ ସାରା କମେଣ୍ଟ ଥାଏ କି ମୁଁ ଖାଲି ବାହାରେ ବୁଲୁଛି, ଘର କାମ କରୁନି। ହଁ, ମୁଁ ବାହାରକୁ ଯାଉଛି ସତ, ହେଲେ ବୁଲିବା ପାଇଁ ନୁହେଁ, କାମ କରିବା ପାଇଁ। ସେଥିରେ ବି ମୁଁ ମୋ ନିଜ କର୍ତ୍ତବ୍ୟ ବି ଭୁଲିନି। ଘର କାମ କରୁଛି, ଛୁଆକୁ ପାଠ ପଢ଼ଉଛି। ତ ଏତେ କାମ ଭିତରେ ମୁଁ ନିଜକୁ ଟାଇମ୍ ବି ଦେଇପାରୁନି। ଆପଣମାନେ ବହୁତ ସାରା ମଝିରେ କମେଣ୍ଟ କରୁଥିଲେ କି ମୋର ଏତେ ଚୁଟି ଝଡ଼ୁଛି, ନିଜର ଫେସ୍ର କେୟାର ନେଇପାରୁନି। ତ କ'ଣ କରିବି, ଏପଟେ ଘରେ ରୋଷେଇ, ଏପଟେ ଛୁଆ କାମ, ତା ସହ ଏବେ ଯେହେତୁ ନୂଆ ନୂଆ ଦୋକାନ ଖୋଲା ହେଇଛି, ଯେତେ ବି ପିଲା ରଖନ୍ତୁ। ଆପଣମାନେ ପୁଣି କମେଣ୍ଟ କରୁଛନ୍ତି ପିଲା ରଖିଛନ୍ତି, ଆପଣ ଦୋକାନରେ କ'ଣ କରୁଛନ୍ତି? ଆପଣ ନିଜେ ଗୋଟେ ସଂସ୍ଥା ଖୋଲନ୍ତୁ, ତାପରେ ଜାଣିବେ କି ଦୋକାନରେ ପିଲା ରଖନ୍ତୁ କି ଯାହା କରନ୍ତୁ, ଆପଣଙ୍କୁ ଯେମିତି ହେଲେ ଯାଇକି ଟାଇମ୍ ଦେବାକୁ ପଡ଼ିବ। ଆଉ ବେଳେବେଳେ ତ ଏତେ ଟାଇମ୍ ଅଭାବ ହେଇଯାଏ ଯେ ଖାଇବାକୁ କି ପିଇବାକୁ ବି ଟାଇମ୍ ମିଳେନି। ଯେଉଁମାନେ କମେଣ୍ଟ କରୁଛନ୍ତି ମୁଁ ଖରାପ, ତ ମୋ ଜାଗାକୁ ଦିନେ ଆସିକି ରୁହନ୍ତୁ, ତାପରେ ଜାଣିପାରିବେ ମୋ ଲାଇଫ୍ରେ କେତେ କଷ୍ଟ ଆଉ କେତେ କାମ। ତ ଛାଡ଼ନ୍ତୁ, ଆପଣ ଯିଏ ଯାହା ବି କହିଲେ, ମୋ ଲାଇଫ୍ ମୁଁ କେବେ ବି ଚେଞ୍ଜ କରିପାରିବିନି। କାରଣ ମୁଁ ଜାଣିଛି ମୁଁ କ'ଣ, ମୋ ଫ୍ୟାମିଲି ଜାଣିଛନ୍ତି ମୁଁ କ'ଣ। ଆପଣମାନଙ୍କ ପାଇଁ ମୁଁ ଯାହା ଅଛି ସେୟା ହିଁ ରହିବାକୁ ଚାହେଁ। ଆପଣମାନଙ୍କ ଭଲ ପାଇବା ଏମିତି ମୋ ଉପରେ ଥାଉ, ଏମିତି ଖରାପ କମେଣ୍ଟ କରନ୍ତୁ, ଏମିତି ମୋ ଭିଡ଼ିଓକୁ ଦେଖନ୍ତୁ। ତ ଷ୍ଟୋରରୁ ପଳାଇ ଆସିଲି, ଏବେ ଟିକେ ଘର କାମରେ ଯେମିତି ରୋଷେଇ ଫୋଷେଇ ସବୁ ସାରି ନେଲି। ତାପରେ ରୋଷେଇ ଘର କ୍ଲିନ୍ କରିକି ବୋଉଙ୍କର ଯେହେତୁ ଅଣ୍ଟା ପେନ୍ ହେଉଛି, ତାଙ୍କୁ ଗୋଟେ ହଟ୍ ୱାଟର୍ଟେ ଦେଇଦେଲି। ତାପରେ ମୁଁ ପଳାଇ ଆସିଲି ରେଷ୍ଟ କରିବା ପାଇଁ। ଆଜି ପାଇଁ ଏତିକି। ଯଦି ଭିଡ଼ିଓଟା ଭଲ ଲାଗିଛି ଲାଇକ୍ କମେଣ୍ଟ ସେୟାର କରିଦେବେ। ରହିଲି।